ସାହାରାରେ ପଇସା ଅଟକିଛି କି ଏମାନଙ୍କୁ ମିଳିବ ଅଧିକ ଟଙ୍କା, ଏଣିକି 10 ଲକ୍ଷ ଯାଏଁ ପାଇପାରିବେ। ଆସିଲା ସାହାରା ଇଣ୍ଡିଆ ନିବେଶକ ପାଇଁ ଗୁଡ୍ ନ୍ୟୁଜ୍, ଏଣିକି ଫେରି ପାଇବେ ଅଧିକ ଟଙ୍କା। ଜାଣନ୍ତୁ କେମିତି ପାଇବେ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ସାହାରା ଇଣ୍ଡିଆ ନିବେଶକ ପାଇଁ ଗୁଡ୍ ନ୍ୟୁଜ୍, ଏଣିକି ଫେରି ପାଇବେ ଅଧିକ ଟଙ୍କା। ଜାଣନ୍ତୁ କେମିତି। ସାହାରା ରିଫଣ୍ଡ ପୋର୍ଟାଲରେ କ୍ଲେମ୍ ଲିମିଟକୁ ବୃଦ୍ଧି ହୋଇଛି, ଯାହା ଫଳରେ ଅଧିକ ନିବେଶକ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସାହାରା ଇଣ୍ଡିଆର ଯୋଜନାରେ ଟଙ୍କା ଫସି ରହିଛି, ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତି ଖବର। ସରକାର CRCS ସାହାରା ରିଫଣ୍ଡ ପୋର୍ଟାଲ କ୍ଲେମ୍ ଲିମିଟକୁ ବୃଦ୍ଧି କରିଛନ୍ତି, ଯାହା ଫଳରେ ଅଧିକ ନିବେଶକ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ। ପୂର୍ବରୁ ଏହି ପ୍ରକ୍ରିୟା କେବଳ ଛୋଟ ନିବେଶକଙ୍କ ପାଇଁ ସୀମିତ ଥିଲା, କିନ୍ତୁ ବର୍ତ୍ତମାନ 10 ଲକ୍ଷ ପର୍ଯ୍ୟନ୍ତ ବାଲାନ୍ସ ଥିବା ବ୍ୟକ୍ତିମାନେ ମଧ୍ୟ ଦାବି କରିପାରିବେ। ଏହା ଦୀର୍ଘ ସମୟ ଧରି ଫସି ରହିଥିବା ନିବେଶକଙ୍କ ପାଇଁ ଯଥେଷ୍ଟ ଆଶା ଆଣିଛି। ଏହି ସୁବିଧା 4ଟି ସମବାୟ ସମିତିରେ 10 ଲକ୍ଷ ପର୍ଯ୍ୟନ୍ତ ମୋଟ ଦାବି ଥିବା ଲୋକଙ୍କ ପାଇଁ ଉପଲବ୍ଧ। ନୂଆ ଆବେଦନକାରୀମାନେ ଆବେଦନ କରିପାରିବେ ଏବଂ ଯେଉଁମାନେ ସେମାନଙ୍କର ପୁରୁଣା ଆବେଦନର ସଂଶୋଧନ କରୁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ। ତଥାପି କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଯଦି 50,000ରୁ ଅଧିକ କ୍ଲେମ୍ କରନ୍ତି, ତେବେ ଏକ ପ୍ୟାନ୍ କାର୍ଡ଼ ଆବଶ୍ୟକ। ଆବେଦନ ପାଇଁ ଆଧାର ସହିତ ଲିଙ୍କ ହୋଇଥିବା ଏକ ମୋବାଇଲ ନମ୍ବର ଆବଶ୍ୟକ, କାରଣ ଏକ OTP ଗ୍ରହଣ କରାଯିବ। ରିଫଣ୍ଡ ସିଧାସଳଖ ଆଧାର ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଏହି ଆବଶ୍ୟକତା ବିନା କ୍ଲେମ୍ କରିପାରିବେ ନାହିଁ। କିପରି ପୁଣି ଦାଖଲ କରିବେ? ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ୍ ଓ ସହଜ କରାଯାଇଛି। ପ୍ରଥମେ ଆପଣଙ୍କୁ ଆପଣଙ୍କର 14 ଅଙ୍କ ବିଶିଷ୍ଟ କ୍ଲେମ୍ ରିକ୍ୱେଷ୍ଟ ନମ୍ବର CRN ପ୍ରବେଶ କରିବାକୁ ପଡ଼ିବ। ତାପରେ କ୍ୟାପ୍ଚା ପୂରଣ କରନ୍ତୁ ଓ ଆପଣଙ୍କର ଆଧାର ଲିଙ୍କ ମୋବାଇଲ ଫୋନକୁ ଯାଇଥିବା OTP ସହିତ ଏହାକୁ ମ୍ୟାଚ୍ କରନ୍ତୁ। ଯେକୌଣସି ହଜିଯାଇଥିବା ବିବରଣୀ ସଂଶୋଧନ କରନ୍ତୁ କିମ୍ବା ନୂଆ ବିବରଣୀ ପ୍ରବେଶ କରନ୍ତୁ। ଦାଖଲ ପରେ ଦାବି ପ୍ରକ୍ରିୟାକରଣ କରାଯାଏ। ମନ୍ତ୍ରାଳୟ କହିଛି ଯେ ଏପରି ଦାବି 45 କାର୍ଯ୍ୟ ଦିବସ ମଧ୍ୟରେ ପ୍ରକ୍ରିୟାକରଣ କରାଯିବ। ଟ୍ରାକିଂ ମଧ୍ୟ ସହଜ ହେବ। ଏହି ସମ୍ପୂର୍ଣ୍ଣ ରିଫଣ୍ଡ ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରାଯାଉଛି। ଏହା ଜଷ୍ଟିସ୍ ଅବସରପ୍ରାପ୍ତ R ସୁଭାଷ ରେଡ୍ଡୀଙ୍କ ସୁପାରିଶ ଅନୁଯାୟୀ ଏବଂ ଆମିକସ୍ କ୍ୟୁରି ଗୌରବ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ କରାଯାଉଛି। ନିବେଶକମାନଙ୍କ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? ସାମାନ୍ୟ ତ୍ରୁଟି ଯୋଗୁଁ ପୂର୍ବରୁ ଅନେକ ଲୋକଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଏବେ ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଉଛି। ତଥାପି ମନେ ରଖନ୍ତୁ ଯେ ଆପଣଙ୍କର ଆଧାର, ପ୍ୟାନ୍ ଏବଂ ବ୍ୟାଙ୍କ ବିବରଣୀ ସମ୍ପୂର୍ଣ୍ଣ ସଠିକ୍ ହେବା ଆବଶ୍ୟକ। ସାମାନ୍ୟ ତ୍ରୁଟି ମଧ୍ୟ ବିଳମ୍ବର କାରଣ ହୋଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।